ପ୍ରେମ ହେଇଗଲା। ପ୍ରେମ ହେଇଗଲା କାହାଣୀଟିର ଷଷ୍ଠ ଭାଗଟିକୁ ମୁଁ ଆପଣମାନଙ୍କ ପାଖରେ କହିବି। ପୂଜା ଯେତେବେଳେ ଚିଠିଟି ପଢ଼ିଲା, ଶିବମର ଉତ୍ତର କ'ଣ ଦେବି ବୋଲି ଭାବିଲା ଓ କହିଲା, କାଲି ଲିଜା ସହ କଥା ହେବି ଏ ବିଷୟରେ। ଆରଦିନ କଲେଜ ଛୁଟି ଥିଲା। ପୂଜା ସକାଳୁ ନିଜ କାମ ସାରି ଲିଜା ଘରକୁ ବାହାରିଲା। ପୂଜା ରାସ୍ତାରେ ଯିବା ସମୟରେ ପ୍ରକାଶକୁ ଦେଖିଲା। ପ୍ରକାଶ ମନ ଦୁଃଖରେ ରାସ୍ତା କଡ଼ରେ ଠିଆ ହୋଇଥାଏ। ପ୍ରକାଶ ପୂଜାକୁ କହିଲା, ପୂଜା, କ'ଣ ପାଇଁ ତୁ ମୋ ସହିତ କଥା ହେଉନାହୁଁ? ପୂଜା ହସିକରି କହିଲା, ସେମିତି କିଛି ନାହିଁ ପ୍ରକାଶ, ମୁଁ ଟିକେ ଜଲ୍ଦିରେ ଅଛି। ପ୍ରକାଶ, ତୋ ସହିତ ପରେ କଥା ହେବି। ପ୍ରକାଶ ପୂଜାକୁ କହିଲା, ଆଜି ତ ସ୍କୁଲ ଛୁଟି ଅଛି, ତୁ କୁଆଡ଼େ ଯାଉଛୁ? ପୂଜା କହିଲା, ଲିଜା ପାଖରେ ଗୋଟେ କାମ ଅଛି, ତା ପାଖକୁ ଯାଉଛି। ପ୍ରକାଶ କହିଲା, ଠିକ୍ ଅଛି, କାଲି କଲେଜରେ ଦେଖା ହେବ। ପୂଜା ସେଠାରୁ ଚାଲିଗଲା ଓ ଲିଜା ଘରେ ପହଞ୍ଚିଲା। ଲିଜାର ମା ଘର ଓଳାଉଥାନ୍ତି। ପୂଜା କହିଲା, ମାଉସୀ, ଲିଜା କାହିଁ? ଲିଜାର ମା କହିଲେ, ଲିଜା ଛାତ ଉପରେ ପଢ଼ୁଛି। ପୂଜା ଲିଜା ପାଖକୁ ଛାତ ଉପରକୁ ଗଲା ଓ ଲିଜାକୁ କହିଲା, ଜାଣିଛୁ ଲିଜା, କାଲି କ'ଣ ହେଲା? ଲିଜା ପଚାରିଲା, କ'ଣ ହେଲା? ଶିବମକୁ ତୁ କହିଦେଲୁ କି ତାକୁ ତୁ ପସନ୍ଦ କରୁନାହୁଁ? ପୂଜା କହିଲା, ନାଇଁ, ତୁ ଶୁଣ ତ। କାଲି ମୁଁ ଘରକୁ ପହଞ୍ଚିଲା ବେଳକୁ ଶିବମ ଆମ ଘରେ ଆସି ବସିଥିଲା। ମୋ ମା ସହ କଥା ହେଉଥିଲା। ଆଉ ଜାଣିଛୁ ଲିଜା, ମୋ ପାଇଁ ଗୋଟେ ଚକୋଲେଟ୍ ଓ ବହିଟି ମୋ ମା ହାତରେ ଦେଇଥିଲା। ବହିରେ ଗୋଟେ ଚିଠି ବି ଥିଲା। ଲିଜା ପଚାରିଲା, ଚିଠିରେ କ'ଣ ଲେଖା ହେଇଥିଲା? ପୂଜା କହିଲା, ଚିଠିରେ ସେ ସରସ୍ୱତୀ ପୂଜାରେ ଆସୁଛି, ଆଉ ମୋ ମନରେ କ'ଣ ଅଛି ସେ ଶୁଣିବ। ଲିଜା କହିଲା, ଠିକ୍ ଅଛି, ସେ ଯେତେବେଳେ ଆସିବ ତୁ କହିଦେବୁ କି ତୁ ତାକୁ ପସନ୍ଦ କରୁନାହୁଁ। ପୂଜା କହିଲା, ମୋତେ ବହୁତ ଡର ଲାଗୁଛି ଲିଜା, କେଜାଣି ଶିବମ ମୋର କଥା ଶୁଣି କ'ଣ କହିବ? ତୁ ତ ଜାଣିଛୁ ଶିବମ ଛୋଟବେଳୁ କେତେ ରାଗି। ଲିଜା କହିଲା, ରାଗିଲେ ତୁ ଆଉ କ'ଣ କରିବୁ? ସେ ରାଗୁ, ମୁଁ ତାକୁ ବୁଝେଇ ଦେବି। ପୂଜା ଆଉ ଲିଜା କଥା ହେଉ ହେଉ ଲିଜା ପଚାରିଲା, ଆଚ୍ଛା ପୂଜା, ସେଇଦିନ ଯେଉଁ ସାହିତ୍ୟ ବହି ଭିତରୁ ଚିଠିଟି ବାହାରିଥିଲା, ସେ ଚିଠିଟି କାହାର? ପୂଜା କହିଲା, ମୁଁ ଜାଣିନି ଲିଜା, ତୁ ଯେତେବେଳେ ଦେଖିଲୁ ମୁଁ ବି ସେତେବେଳେ ଦେଖିଲି। ଲିଜା କହିଲା, ଠିକ୍ ଅଛି, ଚାଲ କିଛି ଖାଇନେବା। ପୂଜା ଓ ଲିଜା ଖାଇବାକୁ ବସିଲେ। ଲିଜାର ମା ପୂଜାକୁ କହିଲେ, ପୂଜା, ଆଉ ପଢ଼ାପଢ଼ି କେମିତି ଚାଲିଛି କିରେ? ପୂଜା କହିଲା, ମାଉସୀ, ଭଲ ଚାଲିଛି। ଏଇଭଳି କଥା ହେଇ ସାରିଲା ପରେ ପୂଜା ଲିଜାକୁ କହିଲା, ମୁଁ ଘରକୁ ଯାଉଛି, ସେପଟେ ମା ଖୋଜୁଥିବ, ଏତେ ଡେରି ହେଲାଣି। ପୂଜା କ'ଣ ପାଇଁ ଘରକୁ ଆସିଲାନି? ଲିଜା କହିଲା, ଠିକ୍ ଅଛି, କାଲି କଲେଜରେ ଦେଖା ହେବ। ପୂଜା କହିଲା, କାଲି ମୁଁ କଲେଜ ଯିବିନି। ଲିଜା କହିଲା, କ'ଣ ପାଇଁ? ପୂଜା କହିଲା, ଘରେ ମା ସହ କାମ ଅଛି। ଲିଜା କହିଲା, ଠିକ୍ ଅଛି। ପୂଜା ଘରକୁ ଚାଲିଗଲା। ଲିଜା ଆରଦିନ କଲେଜ ଗଲା। କଲେଜରେ କ୍ଲାସରୁମ୍ରେ ଲିଜା ତା ସାଙ୍ଗମାନଙ୍କ ସହ ଗୀତ ଗାଉଥାଏ, କାରଣ ଇତିହାସ ସାର୍ ଆସିନଥିଲେ। କେତେ ଭଲ ପାଇଥିଲି ତତେ, ସବୁ କଥା ଗଲୁ ପାସରି, ଦୁନିଆକୁ ଭୁଲି ଯାଇଥିଲି, ତୋ ପ୍ରେମକୁ ଭରସା କରି, ହୃଦୟରେ ରଖିଥିଲି ତତେ ଲୋ ଧନ, ଭାବି ନେଇଥିଲି ତତେ ମୋ ଜୀବନ, ଏତେ ଦୁଃଖ ଦେଇଯିବ ଜାଣିନଥିଲି, କୁଆଡ଼େ ଗଲୁ ପାଗେଳି, ତତେ ମୁଁ ପାରୁନି ଭୁଲି, ତୁ ଥିଲୁ ନିଶ୍ୱାସ ମୋର, କେମିତି ଗଲୁ ବଦଳି। ପ୍ରକାଶ କ୍ଲାସରୁମ୍ରେ ମନ ଦୁଃଖରେ ବସିଥାଏ। ଲିଜା ପ୍ରକାଶ ପାଖକୁ ଯାଏ। ପ୍ରକାଶକୁ ପଚାରେ, ପ୍ରକାଶ, ତୋର କ'ଣ ହୋଇଛି? ପ୍ରଥମତଃ ପ୍ରକାଶ କହେ, ନା କିଛି ନାହିଁ, ଏମିତି ମନଟା ଟିକେ ଠିକ୍ ନାହିଁ। ଲିଜା ପଚାରିଲା, କ'ଣ ହୋଇଛି କହ ତ, ମୁଁ ଯଦି ତୋର ସାହାଯ୍ୟ କରିପାରେ। ପ୍ରକାଶ କହିଲା,
ପୂଜା କାହାକୁ ଭଲ ପାଏ କି? ଲିଜା କହିଲା ନାଇଁ ତ। ପ୍ରକାଶ କହିଲା କହନା ସେ ଶିବମକୁ ଭଲ ପାଏ ନା। ଲିଜା କହିଲା ନାଇଁ ସେ ଶିବମକୁ ଭଲ ପାଏ ନାହିଁ, ସେ ଆଉ କାହାକୁ ଭଲ ପାଏ। ପ୍ରକାଶ କହିଲା କାହାକୁ? ସେହି ସମୟରେ ସାର୍ କ୍ଲାସରୁମକୁ ପ୍ରବେଶ କରନ୍ତି। ଆପଣମାନେ କୁହନ୍ତୁ ପୂଜା ପ୍ରକାଶକୁ ଭଲ ପାଏ କି ନାହିଁ? କାହାଣୀଟି ପସନ୍ଦ ଆସିଲେ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଧନ୍ୟବାଦ।